नॉट टाइम ଯେଉଁଠାରେ ଆମେ ଆପଣଙ୍କ ପାଇଁ ନବୀନତମ ଏବଂ ନିର୍ଭରଯୋଗ୍ୟ ସଠିକ୍ ଖବର ଆଣିଥାଉ। ଆଜିର ସବୁଠାରୁ ବଡ଼ ଖବର, ଜାତିସଂଘ ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତକିଙ୍କ ଭାରତ ଗସ୍ତକୁ ଅବରୋଧ କରିଛି। ଏହି ଖବର ପଛରେ କାରଣ କ'ଣ ଏବଂ ଭାରତ ଆଫଗାନିସ୍ତାନ ସମ୍ପର୍କରେ ଏହାର ପ୍ରଭାବ କ'ଣ ପଡ଼ିବ? ତେଣୁ ବିଳମ୍ବ ନକରି ଆସନ୍ତୁ ଜାଣିବା ଏହି ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତକିଙ୍କ ବିଷୟରେ ସମ୍ପୂର୍ଣ୍ଣ ଖବର। ବର୍ତ୍ତମାନ ଏକ ଖବର ଆସିଛି ଯେ ଭାରତ ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତକିଙ୍କୁ ନୂଆଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଛି। ଏହି ଗସ୍ତକୁ ଐତିହାସିକ ବୋଲି ବିବେଚନା କରାଯାଉଥିଲା, କାରଣ ଏହା ମଧ୍ୟ ପ୍ରଥମ ଥର ପାଇଁ ଜଣେ ବରିଷ୍ଠ ତାଲିବାନ ନେତା ଭାରତକୁ ଆସିବେ। ଭାରତ ମୁତ୍ତକିଙ୍କ ଉପରେ ଲାଗୁ ହୋଇଥିବା ଯାତ୍ରା ପ୍ରତିବନ୍ଧକକୁ ଉଠାଇବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ପ୍ରତିବନ୍ଧକ କମିଟିଠାରୁ ଅନୁମତି ମାଗିଥିଲା। କିନ୍ତୁ ସଦ୍ୟତମ ଖବର ହେଉଛି ଯେ ଜାତିସଂଘ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଆପଣଙ୍କୁ କହି ରଖୁଛୁ ଯେ ଆମିର ଖାନ ମୁତ୍ତକି ଜଣେ ବରିଷ୍ଠ ତାଲିବାନ ନେତା ଭାବରେ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡ଼ିତ ଥିବାରୁ ତାଙ୍କ ଉପରେ ଜାତିସଂଘର ପ୍ରତିବନ୍ଧକ ଲାଗିଛି। ଏହି ପ୍ରତିବନ୍ଧକ ଯୋଗୁଁ ସେ ଆନ୍ତର୍ଜାତୀୟ ସ୍ତରରେ ଯାତ୍ରା କରିପାରିବେ ନାହିଁ। ଆଫଗାନିସ୍ତାନ ସହିତ କୂଟନୈତିକ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଏହି ଗସ୍ତକୁ ଅନୁମୋଦନ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମେରିକା ଏବଂ ଅନ୍ୟ କିଛି ଦେଶର ବିରୋଧ ପରେ ଏହି ଗସ୍ତକୁ ବାତିଲ କରାଯାଇଥିଲା। ତେବେ ପ୍ରଶ୍ନ ହେଉଛି, ଏହି ଗସ୍ତ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ଥିଲା? ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ଭଲ ସମ୍ପର୍କ ରହିଆସୁଛି। ଭାରତ ଆଫଗାନିସ୍ତାନରେ ସ୍କୁଲ, ହସ୍ପିଟାଲ ଏବଂ ଭିତ୍ତିଭୂମି ଭଳି କୋଟି କୋଟି ଟଙ୍କା ନିବେଶ କରିଛି। କିନ୍ତୁ 2021 ମସିହାରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ଭାରତର ନୀତି ଏବେ ସତର୍କ ରହିଛି। ଏହି ଗସ୍ତ ଭାରତକୁ ଆଞ୍ଚଳିକ ସୁରକ୍ଷା ଏବଂ ବାଣିଜ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରି ତାଲିବାନ ସହିତ ସିଧାସଳଖ କଥାବାର୍ତ୍ତା କରିବାର ସୁଯୋଗ ଦେଇପାରିଥାନ୍ତା। ତଥାପି ଜାତିସଂଘର ଏହି ନିଷ୍ପତ୍ତି ଭାରତର ପ୍ରୟାସକୁ ଏକ ଧକ୍କା ଦେଇଛି। ଜାତିସଂଘର ଏହି ନିଷ୍ପତ୍ତି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କକୁ କେଉଁଭଳି ପ୍ରଭାବ ପକାଇବ? ଏ ପ୍ରଶ୍ନ ଉପରେ ଆପଣଙ୍କର ମତାମତ କ'ଣ? ତଳେ ଥିବା କମେଣ୍ଟ ବାକ୍ସରେ ଆପଣଙ୍କର ମତାମତ ଦିଅନ୍ତୁ। ଆଉ ହଁ, ଏପରି ତାଜା ଏବଂ ନିର୍ଭରଯୋଗ୍ୟ ସଠିକ୍ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ପ୍ରତ୍ୟେକ ଅପଡେଟ୍ ସର୍ବପ୍ରଥମେ ପାଇବା ପାଇଁ ଘଣ୍ଟି ଆଇକନ୍ ଦବାନ୍ତୁ। ବର୍ତ୍ତମାନ ପାଇଁ ଏତିକି, ରହିଲି। ପୁଣି ଦେଖାହେବ ଆଉ ଏକ ନୂଆ ଖବର ସହିତ। ଦେଖୁଥାନ୍ତୁ ନଟ୍ ଟାଇମ୍ ଟିଭି। ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ଖବର।